ପିଲାମାନେ ଏହା ହେଉଛି ପ୍ରଥମ ସମାପ୍ତି ସୂଚକ ମାନ ନିର୍ଦ୍ଧାରଣ 2025। ଶ୍ରେଣୀ ହେଉଛି ପ୍ରଥମ, ବିଷୟ ହେଉଛି ପରିବେଶ। ଠିକ୍ ଅଛି। ଶିକ୍ଷାର୍ଥୀଙ୍କ ନାମ ପିଲାମାନେ ଏଇଠି ତୁମର ସମ୍ପୂର୍ଣ୍ଣ ନାମ ଲେଖିବ। ଏଇଠି ଲେଖିବ ରୋଲ୍ ନମ୍ବର, ଏଇଠି ଲେଖିବ ବିଭାଗ, ଏଇଠି ଲେଖିବ ତାରିଖ, ତୁମେ ଯେଉଁଦିନ ପରୀକ୍ଷା ଦେଉଛ। ତାପରେ ଏଇଠାରେ ଲେଖିବ ତୁମର ବିଦ୍ୟାଳୟର ନାମ, ଏଇଠି ଲେଖିବ ତୁମର ବ୍ଲକର ନାମ, ଏଇଠି ଲେଖିବ ତୁମର ଜିଲ୍ଲାର ନାମ। ଠିକ୍ ଅଛି ପିଲାମାନେ, ଏହା ହେଉଛି ତୁମର ସମ୍ପୂର୍ଣ୍ଣ ଲିଖିତ ପରୀକ୍ଷା। ସମୟ ହେଉଛି 1 ଘଣ୍ଟା 30 ମିନିଟ୍। ପୃଷ୍ଠ ସଂଖ୍ୟା ହେଉଛି 4, ପ୍ରଶ୍ନ ସଂଖ୍ୟା 5 ଏବଂ ପୂର୍ଣ୍ଣ ସଂଖ୍ୟା ହେଉଛି 30। ଏହା ହେଉଛି ତୁମର 30 ମାର୍କର ପରୀକ୍ଷା। ଠିକ୍ ଅଛି। ଦେଖିବା ପ୍ରଥମ ପ୍ରଶ୍ନ କ'ଣ ଅଛି। ଗଛ ସହ ତାହାର ଫଳକୁ ଗାର ଟାଣିବ। ଗଛ ସହିତ ତାହାର ଫଳକୁ ଗାର ଟାଣିବ। ଠିକ୍ ଅଛି ପିଲାମାନେ, ଏହା ହେଉଛି ଗୋଟିଏ ଆମ୍ବ ଗଛ। ତୁମେ ଆମ୍ବ ଯେଉଁଠି ଅଛି ସେଇଠିକୁ ଗାର ଟାଣିବ। ଠିକ୍ ଅଛି। ତାପରେ ପିଲାମାନେ ଏହା ହେଉଛି ଗୋଟିଏ ମକା ଗଛ। ମକା ଯେଉଁଠି ଅଛି ସେଇଠିକୁ ଗାର ଟାଣିବ। ଠିକ୍ ଅଛି। ତାପରେ ପିଲାମାନେ ଏହା ହେଉଛି ଗୋଟିଏ କଦଳୀ ଗଛ। କଦଳୀ ଯେଉଁଠି ଅଛି ସେଇଠିକୁ ଗାର ଟାଣିବ। ଠିକ୍ ଅଛି। ତାପରେ ପିଲାମାନେ ଏହା ହେଉଛି ଗୋଟିଏ ଖଜୁରୀ ଗଛ। ଠିକ୍ ଅଛି। ତୁମେ ଖଜୁରୀ ପେନ୍ଥା ଯେଉଁଠି ଅଛି ସେଇଠିକୁ ଗାର ଟାଣିବ। ପିଲାମାନେ ଏହା ହେଉଛି ମାଖନ ଗଛ। ମାଖନ ଗଛ ଯେଉଁଠି ଅଛି ସେଇଠୁ ଗାର ଟାଣିବ। ଠିକ୍ ଅଛି। ତାପରେ ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ଠିକ୍ ଚିତ୍ରଟିକୁ ବାଛି ସେଥିରେ ଗୋଲ ବୁଲାଅ। ଠିକ୍ ଅଛି। କିଏ ବର୍ଷା ଋତୁରେ ରଡ଼ି କରେ? ପିଲାମାନେ ବର୍ଷା ଋତୁରେ କିଏ ରଡ଼େ? ସେ ହେଉଛି ବେଙ୍ଗ। ଏଇ ବେଙ୍ଗକୁ ଗୋଲ ବୁଲାଇବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, କେଉଁଟି ଶୀତ ଋତୁରେ ବ୍ୟବହାର କରିଥାଉ? କେଉଁଟି ଶୀତ ଋତୁରେ ବ୍ୟବହାର କରୁ? ପିଲାମାନେ ଶୀତ ଋତୁରେ ଆମେ ଶୀତ ହେଲେ ଦେହକୁ ଘୋଡ଼ାଇ ଥାଉ, ସ୍ୱେଟର, କମ୍ବଳ ଇତ୍ୟାଦି। ଏଠାରେ ଗୋଟିଏ ସ୍ୱେଟରର ଚିତ୍ର ଅଛି, ତାହାକୁ ତୁମେ ଗୋଲ ବୁଲାଇବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, କେଉଁଟି ଘର ଓଳାଇବା ପାଇଁ ବ୍ୟବହାର କରିଥାଉ? କେଉଁଟି? ପିଲାମାନେ ଝାଡ଼ୁକୁ ଆମେ ଘର ଓଳାଇବା ପାଇଁ ବ୍ୟବହାର କରିଥାଉ, ସେଥିପାଇଁ ଏଠାରେ ଏଇଟିକୁ ଗୋଲ ବୁଲାଇବ। ପରବର୍ତ୍ତୀ ପ୍ରଶ୍ନ, କେଉଁଟି ରୋଷେଇ ଘରେ ବ୍ୟବହାର କରୁ? ରୋଷେଇ ଘରେ କ'ଣ ବ୍ୟବହାର କରୁ? ଏଠି ଗୋଟେ ଖଟ ଅଛି, ଏଇଠି ଗୋଟେ ଅଛି କଡ଼େଇ, ଏଇଠି ହେଉଛି ଗୋଟେ ଟିଭି। ପିଲାମାନେ କଡ଼େଇକୁ ଆମେ ରୋଷେଇ ଘରେ ବ୍ୟବହାର କରୁ। ଠିକ୍ ଅଛି। ତାପରେ ଦେଖିବା ପରବର୍ତ୍ତୀ ପ୍ରଶ୍ନ, କେଉଁଟି ଗ୍ରୀଷ୍ମ ଋତୁରେ ବ୍ୟବହାର କରୁ? ପିଲାମାନେ ଗ୍ରୀଷ୍ମ ଋତୁରେ କେଉଁଟି ବ୍ୟବହାର କରୁ? ପିଲାମାନେ ଯେତେବେଳେ ଗରମ ହୁଏ ଆମକୁ ବିଛଣାରେ ଆମେ ପବନ ଆମେ ଦେହକୁ ହାତରେ ବ୍ୟବହାର କରୁ, ତାହା ହେଉଛି ଏଇଠି ଗୋଟେ ବିଛଣା ଗୋଟେ ଚିତ୍ର ଅଛି, ସେଇଠି ତୁମେ ଗୋଲ ବୁଲାଇବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ପ୍ରତ୍ୟେକ ପ୍ରଶ୍ନ ପାଇଁ କିଛି ସୂଚନା ଦିଆଯାଇଛି, ସେହି ସୂଚନା ଅନୁସାରେ କାର୍ଯ୍ୟ କରିବ। ମିଠା ଲାଗୁଥିବା ଖାଦ୍ୟ ଗୁଡ଼ିକ ତଳେ ଠିକ୍ ଚିହ୍ନ ଦେବ। ପିଲାମାନେ ମିଠା ଲାଗୁଥିବା ଖାଦ୍ୟ ଗୁଡ଼ିକ ତଳେ ଠିକ୍ ଚିହ୍ନ ଦେବ। ଠିକ୍ ଅଛି। କେଉଁଠି ମିଠା ଲାଗେ? ଏଇଠି ପିଲାମାନେ ଗୋଟେ ପ୍ଲେଟ୍ରେ ମିଠା ଅଛି। ଠିକ୍ ଅଛି। ସେଇଠି ଠିକ୍ ଚିହ୍ନ ଦେବ। ବା ପଶୁପକ୍ଷୀ ତଳେ ଠିକ୍ ଚିହ୍ନ ଦେବ। ପିଲାମାନେ ଘରେ କେଉଁ ସବୁ ପଶୁପକ୍ଷୀ ପାଳନ କରାଯାଏ? ଗୋଟେ ଗାଈ ଏବଂ ଗୋଟିଏ କୁକୁଡ଼ା। ଖଦଡ଼ା ଜିନିଷ ଗୁଡ଼ିକ ତଳେ ଠିକ୍ ଚିହ୍ନ ଦିଅ। ପିଲାମାନେ ଏଠାରେ ଖଦଡ଼ା ଜିନିଷ ହେଉଛି ଦୁଇଟି ଜିନିଷ ଜଣାପଡ଼ୁଛି। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା। କ୍ରିକେଟ ଖେଳରେ ବ୍ୟବହାର ହେଉଥିବା ଜିନିଷ ଗୁଡ଼ିକ ତଳେ ଠିକ୍ ଚିହ୍ନ ଦେବ। ତେଣୁ କ୍ରିକେଟ ଖେଳରେ କେଉଁ ସବୁ ବ୍ୟବହାର ହୁଏ? ଗୋଟିଏ ବ୍ୟାଟ୍ ଏବଂ ଗୋଟିଏ କ୍ରିକେଟ ବଲ୍। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଖଟା ଲାଗୁଥିବା ଖାଦ୍ୟ ଗୁଡ଼ିକ ତଳେ ଠିକ୍ ଚିହ୍ନ ଦେବ। ପିଲାମାନେ କେଉଁ ଜିନିଷ ସବୁ ଖଟା ଲାଗେ? ଏଇଠି ହେଉଛି ଗୋଟେ ତେନ୍ତୁଳି। ଠିକ୍ ଅଛି। ତେନ୍ତୁଳି ଖଟା ଲାଗେ। ତାପରେ ପରବର୍ତ୍ତୀ ପ୍ରଶ୍ନ, ଅଲଗା ଛବି ଉପରେ ଠିକ୍ ଚିହ୍ନ ଦିଅ। ପିଲାମାନେ ଏଠି ସବୁ ପକ୍ଷୀ ଅଛନ୍ତି, କେବଳ ଗୋଟିଏ 4 ଗୋଡ଼ିଆ ପଶୁଟି ଅଛି କୁକୁର, ସେଇ ତଳେ ଠିକ୍ ଚିହ୍ନ ଦେବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ପିଲାମାନେ ଏଇଠି ଅଲଗା ଚିତ୍ରଟି ହେଉଛି ସବୁ ଫଳ ଅଛି। ପିଲାମାନେ ସବୁ ଫଳ ଅଛି, କିନ୍ତୁ ଗୋଟିଏ ପରିବା ଅଛି, ତାହା ହେଉଛି ବାଇଗଣ, ତାହା ତଳେ ଠିକ୍ ଚିହ୍ନ ଦେବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ,
ପିଲାମାନେ ଏଇଠି ସବୁ ପଶୁ ଅଛି, ସବୁ ପଶୁ ଅଛନ୍ତି, କେବଳ ଗୋଟିଏ ମାଛ ଅଛି, ସେଇ ତଳେ ଠିକ୍ ଚିହ୍ନ ଦେବ। ପରବର୍ତ୍ତୀ ପ୍ରଶ୍ନ, ପିଲାମାନେ ଏଇଠି ସବୁ ବଣୁଆ ଜୀବ ଅଛନ୍ତି, କେବଳ ଗୋଟିଏ ଗାଈ ଅଛି, ସେଇ ତଳେ ଠିକ୍ ଚିହ୍ନ ଦେବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା। ପିଲାମାନେ ଏଇଠି ସବୁ ଅଛି ମାଟିର ଜିନିଷ 3 ଗୋଟି ଅଛି ଏବଂ ଗୋଟିଏ ଲୁହାର ଜିନିଷ ଅଛି ପନିକି, ସେଇ ତଳେ ଠିକ୍ ଚିହ୍ନ ଦେବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଅଛି ଶରୀରର ଚିତ୍ର ସହିତ ତାହାର ବିଭିନ୍ନ ଅଂଶକୁ ଗାର ଟାଣି ଯୋଡ଼ିବ। ଠିକ୍ ଅଛି। ଦେଖିବା କେଉଁ ସବୁ ଚିତ୍ର ଅଛି। ଏଇଠି ଅଛି ଆଖି, ଏଇଠି ଅଛି କାନ, ଏଇଠି ଅଛି ନାକ, ଏଇଠି ଅଛି ପାଟି, ଏଇଠି ଅଛି ହାତ। ଠିକ୍ ଅଛି। ତାପରେ ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ଧନ୍ୟବାଦ ପିଲାମାନେ। ଭିଡ଼ିଓଟି କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରିବ, ଲାଇକ୍ କରିବ ଏବଂ ସେୟାର କରିବ। ଠିକ୍ ଅଛି। ଧନ୍ୟବାଦ।